जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आमर पंचांग सीरीज टाक आगेवा। पंचांग सीरीज रे जति भी वीडियो रहिबो जहाँ भी रहिबो आपण ताकू राजबाबू तिथि 1 तिथि 2 तिथि 3 जे पर्यंत तिथि न सरछि से पर्यंत तिथि सीरीज को ब्रेक करिवे नहीं। ये कौन सी सेपरेट प्लेलिस्ट बनिबो नहीं यहाँ पे। ये तिथि चलिबो सेम और सबतिक वीडियो पंचांग सीरीज रे ऐड हिजिबो। ठीक अछि ना। हम्म। तो आमे खाली तिथि विषय रे गोटे डिस्क्रिप्शन देइथिले ଭଲ ଭାବରେ ए टू जेड तिथि विषय रे आमे डिस्कशन करथिले। नंदा भद्रा जया रिक्ता पूर्णा ए विषय रे आमे टोटल डिस्कशन करथिले एवं आमे जानिथिले जे तिथि मानकर देवता किए। आमे ए तिथि मानकर देवता एथि पे जानले कि जे कोउ तिथि रे कोन कोउ काम करियबो सेई विषय रे आमे आलोचना करथिले। जो मानकर पेशेंस नाही जो मानकर कंसंट्रेशन नाही से माने पंचांग किछि बुझी परियेनी। सर्वप्रथम जो माने मन ध्यान देकी या पछरे लागि रहिबे ताहले ही पंचांगर किछिटा से माने बाहर करि परिये जानि परिये। आउ भाई देखो सर्वप्रथमे गोटे जिनिस मने रख जे मु लेखि जाउछि 1 2 3 4 5 6 7 8 9 10 11 12 13 14 15 ये 15टा ପୂର୍ଣ୍ଣିମା ହେଇପାରେ ନହେଲେ ଅମାବାସ୍ୟା ହେଇପାରେ। ଏ ଟ୍ରିକ କୁ ଭଲସେ ମନେ ରଖ ତମ ଜୀବନରେ କେବେ ପ୍ରୋବ୍ଲେମ ହବନି। ଟ୍ରିକ କୁ ମନେ ରଖ ରିମେମ୍बर ଦ ଟ୍ରିକ। ଭାଇ ସବୁଠୁ ସେଇ ଜିନିଷଟା ହେଲା ଇମ୍पोର୍ଟାଣ୍ଟ ଟ୍ରିକ କୁ ମନେ ରଖ। ଘୋଷିଲେ ଭାଇ କେତେ ଘୋଷିବ ତମ ସଂସାର ସାରା ଘୋଷିଥିଲେ ବି ତମର ସରିବନି। ତେଣୁ ଆମେ ଏ ଟ୍ରିକ କୁ ମନେ ରଖିବା। ତ ଆମେ ଟ୍ରିକ କୁ ମନେ ରଖିବା ସର୍ବପ୍ରଥମେ ମୁଁ ଯୋଉ ଟେବୁଲ ବନଉଛି ସେ ଟେବୁଲ ଉପରେ ଆପଣ ମାନେ ନିଜେ ନୋଟ କରି ବି ପାରନ୍ତି ନୋଟ ବି ନ କଲେ ଚଳିବ ଆପଣ ଦେଖନ୍ତୁ ଯାହା ଯାହା ଆପଣଙ୍କୁ ସୁବିଧା ହଉଛି ଯେମିତି କରିବା କଥା ନିଜ ହିସାବରେ ବନେଇକି ପଢନ୍ତୁ। ମୁଁ ତ ଆଜି ଯାଏଁ କାହାର ପଢିନି। ମୁଁ ମୋର ଟ୍ରିକ ନିଜେ ବନାଏ କେମିତି ମନେ ରଖିବାକୁ ହବ କେମିତି ଗୋଟେ ଲୋକକୁ ବୁଝେଇଲେ ସେ ବୁଝିପାରିବ ସେଇ ବିଷୟରେ ମୁଁ ଇଏ କରେ। ଆଚ୍ଛା ୟା ପୂର୍ବରୁ ଗୋଟେ ମନେ ରଖ ଇଏ ହଉଛନ୍ତି ଏଇଠି ମୁଁ କହିଲି ଇଏ ହଉଛନ୍ତି ତିଥି ସ୍ୱାମୀ କିଏ। ଠିକ ଅଛି ତିଥିର ସ୍ୱାମୀ କିଏ ଏଠି ତିଥି ଡିଟେଲ୍ସ ନନ୍ଦା ସଂଜ୍ଞା ଯୋଉ 5ଟା ସଂଜ୍ଞା ମୁଁ ତମକୁ ପଢେଇଛି ନନ୍ଦା ସଂଜ୍ଞା ତ ଏଇଟା ହେଲା ନନ୍ଦା ସଂଜ୍ଞା। ନନ୍ଦା ସଂଜ୍ଞା ତାପରେ ଏଇଟା ହେଲା ଶୁକ୍ଳ ପକ୍ଷ ଏଇଟା ହେଲା କୃଷ୍ଣ ପକ୍ଷ। ଏଇ ପର୍ଯ୍ୟନ୍ତ କାହାର ଡାଉଟ ଅଛି କି ଭାଇ ଏଇଟା ବୁଝ ଏଇ ପର୍ଯ୍ୟନ୍ତ କାହାର ଡାଉଟ ଅଛି କି ओके ଅଛି। ରାଜ ଆଉ କିଛି ଡାଉଟ ଅଛି। ନା ନା। ସର୍ବପ୍ରଥମ ହେଲେ ଉପରେ ଯୋଉ ମୁଁ 1 2 3 4 5 6 7 8 9 10 11 12 13 14 15 ଲେଖିଲି ଏଗୁଡା ସବୁ ତିଥି। ତିଥି। ଠିକ ଅଛି ପ୍ରଥମା ଦ୍ୱିତୀୟ ତୃତୀୟ ଚତୁର୍ଥୀ ପଞ୍ଚମୀ ଷଷ୍ଠୀ ସପ୍ତମୀ ଅଷ୍ଟମୀ ନବମୀ ଦଶମୀ ଏକାଦଶୀ ଦ୍ୱାଦଶୀ ତ୍ରୟୋଦଶୀ ଚତୁର୍ଦଶୀ ପଞ୍ଚଦଶୀ। ହୁଁ। ତା ତଳେ ବର୍ତ୍ତମାନ ମୁଁ ଲେଖିବି ସେ ତିଥିର ସ୍ୱାମୀ କିଏ। ତାପରେ ଆମେ ଯୋଉ ପଢିଥିଲେ ନନ୍ଦା ଭଦ୍ରା ଜୟା ରିକ୍ତା ପୂର୍ଣ୍ଣା ସେଗୁଡାକ କଣ ତ ହୁଁ ଶୁକ୍ଳ ପକ୍ଷର ପ୍ରଥମାଟା ସେଇଟା ଶୁଭ କି ଅଶୁଭ ସେଇଟା ଲେଖିବି। ତାପରେ କୃଷ୍ଣ ପକ୍ଷର ପ୍ରତିପଦାଟା ଶୁଭ କି ଅଶୁଭ ସେଇଟା ଲେଖିବି। କ୍ଲିୟର। ହୁଁ। यस सर। ଆଚ୍ଛା କାଲି ମୁଁ ପଢେଇଥିଲି ପ୍ରଥମର କିଏ ହେଲେ ନା ଇଏ ହେଲେ ଅଗ୍ନି ହଉଛନ୍ତି ୟାର ସ୍ୱାମୀ ପ୍ରଥମା ତିଥିର। ପ୍ରଥମର। ଦ୍ଵିତୀୟ ତିଥିର ହେଲେ ବ୍ରହ୍ମା। ତୃତୀୟ ତିଥିର ପାର୍ବତୀ। ହୁଁ। ଚତୁର୍ଥୀ ତିଥିର ଗଣେଶ। ଭଗବାନ ଗଣେଶ। ଗଣ ଗଣେଶ ଗଣପତି। ପଞ୍ଚମୀ ତିଥିର ସର୍ପ ବା ନାଗ। 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 ଷଷ୍ଠୀ ତିଥିର କୁମାର କାର୍ତ୍ତିକେୟ। ହୁଁ। ସପ୍ତମୀ ତିଥିର ଭଗବାନ ସୂର୍ଯ୍ୟ ବା ଭୈରବ। ନବମୀ ତିଥିର ଦୁର୍ଗା ମା ଦୁର୍ଗା। ଦଶମୀ ତିଥିର ଯମ। ଏକାଦଶୀ ତିଥିର ବିଶ୍ୱଦେବ ହୁଁ। ବିଶ୍ୱଦେବ।
द्वादशी तिथिर भगवान विष्णु, त्रयोदशी तिथिर कामदेव, चतुर्दशी तिथिर एगेन इट्स भगवान शिव, माँ दक्षिण काली बा काली। ठीक अच्छे। ଆଉ ପୂର୍ଣ୍ଣମୀର ପୂର୍ଣ୍ଣମୀର ଚନ୍ଦ୍ର ଆଉ ଅମାବାସ୍ୟା ରହୁଛନ୍ତି ପିତର। ପିତର ମାନେ ଆମ ପିତୃପୁରୁଷ ଗଣ। ଠିକ ଅଛି। ତେଣୁ ଅମାବାସ୍ୟାରେ ପ୍ରାୟତଃ ଶ୍ରାଦ୍ଧ କରାଯାଏ। ଠିକ ଅଛି। ତାହେଲେ ଆମେ ପୁଣି ଆଗେଇ ଯିବା। ଏଠି ଲେଖି ଯିବା ନନ୍ଦା, ଭଦ୍ରା, ଜୟା, ରିକ୍ତା, ପୂର୍ଣ୍ଣା। ପୁଣି ଏଇଠି ଆସିବ ନନ୍ଦା, ଭଦ୍ରା, ଜୟା, ରିକ୍ତା, ପୂର୍ଣ୍ଣା। ନନ୍ଦା, ଜୟା, ରିକ୍ତା, ପୂର୍ଣ୍ଣା। ଏଇଟା କ୍ଲିୟର ହେଇଗଲା କି କୋଉ ତିଥି କଣ ନନ୍ଦା, ଭଦ୍ରା, ଜୟା, ରିକ୍ତା, ପୂର୍ଣ୍ଣା। ଏଇଟା କ୍ଲିୟର ହେଇଗଲା ତ? यस सर। ଠିକ। ତାପରେ ବର୍ତ୍ତମାନ ଆମେ ଶୁକ୍ଳ ପକ୍ଷକୁ ଯିବା। ଠିକ ଅଛି। ମାନେ ଏଇଟା ଗୋଟେ ଜେନେରାଲ ଓଭରଭ୍ୟୁ ମୁଁ ଦଉଛି। ତ ଭାଇ ତମେ ସେଦିନ ପଢେଇଥିଲ ଆଉ ହେଲା ନାଇଁ, କିଛି ଭଲନି। କୌଣସି ବି ତିଥିକୁ ତୁମେ ଯଦି ଶୁଭ ଅଶୁଭ, ମୁଁ ଆକୁ 3 ଭାଗରେ ଡିଭାଇଡ କରିଛି। ମୁଁ ଆକୁ 3 ଭାଗରେ ଡିଭାଇଡ କରିଛି। କଣ ନା ଫାଷ୍ଟ 5ଟା ହେଲା ଅଶୁଭ ଶୁକ୍ଳ ପକ୍ଷର, ଫାଷ୍ଟ 5ଟା କୃଷ୍ଣ ପକ୍ଷର ଶୁଭ। ତେଣୁ ଏଇଟା ହେଲା ଶୁକ୍ଳ ପକ୍ଷର ଅଶୁଭ, 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 ଅଶୁଭ। ତାପରେ ଶୁଭ, 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 ଶୁଭ। କ୍ଲିୟର? क्लियर। ଏଟା କ୍ଲିୟର ହେଇଗଲା କି? यस बस। ତାପରେ ଯୋଉ 5ଟା ମଧ୍ୟମା, ଇଏ ବି ମଧ୍ୟମ, 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 ବି ମଧ୍ୟମ, ଇଏ ମଧ୍ୟମ। ଠିକ ଅଛି। ମାନେ ମଧ୍ୟମ ମାନେ ଏଠି ଚଳେଇବ। ମୋ କଥାଟା ବୁଝିପାରୁଛ? ଫାଷ୍ଟ 5ଟା ଶୁକ୍ଳ ପକ୍ଷର ଅଶୁଭ, କୃଷ୍ଣ ପକ୍ଷର ଫାଷ୍ଟ 5ଟା ଶୁଭ। ମାନେ କୃଷ୍ଣ ପକ୍ଷର ପ୍ରତିପଦା ଶୁଭ, କୃଷ୍ଣ ପକ୍ଷର ଦ୍ୱିତୀୟା ଶୁଭ, କୃଷ୍ଣ ପକ୍ଷର ତୃତୀୟା ଶୁଭ, କୃଷ୍ଣ ପକ୍ଷର ଚତୁର୍ଥୀ ଶୁଭ, କୃଷ୍ଣ ପକ୍ଷର ପଞ୍ଚମୀ ବି ଶୁଭ। ଶୁକ୍ଳ ପକ୍ଷର ପ୍ରତିପଦା ଅଶୁଭ, ଦ୍ୱିତୀୟା ଅଶୁଭ, ତୃତୀୟା ଅଶୁଭ, ଚତୁର୍ଥୀ ଅଶୁଭ, ପଞ୍ଚମୀ ଅଶୁଭ। ଷଷ୍ଠୀରୁ ଆରମ୍ଭ କରି ଦଶମୀ ପର୍ଯ୍ୟନ୍ତ ଯେତିକ ତିଥି ରହିଲା ସେଗୁଡାକ ମଧ୍ୟମ ଧରଣର ଶୁଭ। କ୍ଲିୟର? ବୋଥ କୃଷ୍ଣ ପକ୍ଷ ଶୁକ୍ଳ ପକ୍ଷର ଯୋଉ ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ ରହିଲା ସେଟା ମଧ୍ୟମ ଧରଣ। କ୍ଲିୟର? ବର୍ତ୍ତମାନ ଶୁକ୍ଳ ପକ୍ଷର ଉପର ଗୁଡାକ ରହିବ ଶୁଭ। ଏଟା ପୂର୍ଣ୍ଣିମା ହେଲା, ଆଉ ଏଟା ଅମାବାସ୍ୟା ଭାବିଦବ ନାହିଁ। ଠିକ ଅଛି ନା? ଆଉ ଏଗୁଡା ସବୁତିକ ଅଶୁଭ। ଏବେ କ୍ଲିୟର ହେଇଗଲା କି ତିଥି କେମିତି କ୍ୟାଲକୁଲେଟ କରିବ? ଗୋଟେ ଶୁଭ ତିଥି, ଗୋଟେ ଭାଇ, ଗୋଟେ ତମେ ଏତେ ପାଠ ପଢୁଛ, ଆଉ ଗୋଟେ ଲୋକ ପଚାରିଲା କି ମୁଁ କୋଉ ତିଥିଟାକୁ ଏମିତି ଭଲ କହିବି, କୋଉ ତିଥିଟାକୁ ଏମିତି ଖରାପ କହିବି, मानिया पड़ियो आपको। ଏଇଟା ଆଉ ଜୀବନ ସାରା ତମେ ଭୁଲିବ କି? जीवन सारा भूलियो। ଏଇଟା ହଉଛି ହିଁ ଟ୍ରିକ୍। ଏମିତି ହିଁ ପଢ। ଆଉ ତୁମେ ଏଇ ଜିନିଷଟାକୁ ମୁଁ ଫିଗର ଇଟ ଆଉଟ କରିବା ପାଇଁ କି ମୁଁ କମ ସେ କମ ଆଧରେ 3 ଘଣ୍ଟା ଦେଇଛି। स्क्रीनशॉट गोटे रखिदेली आज। ମୋ କଥାଟା ବୁଝିପାରୁଛନ୍ତି? ହଁ ରଖିଦିଅନ୍ତୁ, ଆପଣ ରଖିଦିଅନ୍ତୁ। ଭିଡିଓ ତ ଅପଲୋଡ ହିଁ ହବ। ଆପଣ ମାନେ ଦେଖନ୍ତୁ, ଶୁକ୍ଳ ପକ୍ଷର ଫାଷ୍ଟ 5ଟା ଅଶୁଭ, କୃଷ୍ଣ ପକ୍ଷର ଫାଷ୍ଟ 5ଟା ଶୁଭ। ବୋଥ କୃଷ୍ଣ ପକ୍ଷର ଓ ଶୁକ୍ଳ ପକ୍ଷର ଷଷ୍ଠୀରୁ ଆରମ୍ଭ କରି ଦଶମୀ ପର୍ଯ୍ୟନ୍ତ ମଧ୍ୟମ। ଶୁକ୍ଳ ପକ୍ଷର ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ସବୁ ତିଥି ଶୁଭ। କୃଷ୍ଣ ପକ୍ଷର ଏକାଦଶୀ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ସବୁ ତିଥି ଅଶୁଭ। ଏଇଟା କ୍ଲିୟର କି ଭାଇ? ठीक है। ତ ଆପଣ ମାନେ ଆଉ ଗୋଟେ କଥା ମନେ ରଖନ୍ତୁ, ଏଇ ଯୋଉ ଜିନିଷ ଶୁଭ ଅଶୁଭ ଦେଲେ ଏଇଟା ଡେ ଟୁ ଡେ ଲାଇଫ ରୁ ବାହାର କରିବା ପାଇଁ।
ୟା ମାନେ ନୁହଁ କି ଏଗୁଡାକ ଯୋଉ ଶୁକ୍ଳ ପକ୍ଷରେ ଯୋଉଠି ଅଶୁଭ ଲାଗିଛି ସେଠି କିଛି କାମ ହବନି, ସେଠି ସେଇ ଅଶୁଭ ରିଲେଟେଡ କାମ ହବ। ଠିକ ଅଛି ନା, ଯାହାର ମାରଣ ପ୍ରୟୋଗ ହବ, ତନ୍ତ୍ର କ୍ରିୟା ହବ, ସିଏ ଅମାବାସ୍ୟାରେ କରିବ ନା ଭାଇ, ସେ ଥୋଡି ନା ପୂର୍ଣ୍ଣିମାରେ କରିବ। ହଁ ତେଣୁ ଯୋଉଟା ଅଶୁଭ ଲାଗିଛି ସେଥିରେ ବି କିଛି କିଛି ଇମ୍ପୋର୍ଟାଣ୍ଟ କାମ ହୁଏ ଯୋଉଟା କି ଶୁଭ ତିଥିରେ ହେଇପାରିବ ନାହିଁ। କିନ୍ତୁ ଯେହେତୁ ଆମେ ସମାଜରେ ରହୁଛୁ, ବିବାହ, ବ୍ରତଘର, ପୁଂସବନ, ନାଁ ଲେଖା, ଖଡି ଛୁଆଁ, କାହାର ବାହାଘର, ଯାତ୍ରା କାଳ ନିର୍ଣ୍ଣୟ କରିବା, ଏଇ ସବୁ ଛୋଟ ମୋଟ ଜିନିଷ ଯୋଉଗୁଡା ଡେ ଟୁ ଡେ ଲାଇଫରେ ଦରକାର, ସେଥିପାଇଁ ମୁଁ ଏ ଶୁଭ ଅଶୁଭଟା ଦେଲି। କ୍ଲିୟର ନା ଭାଇ? ୟେସ୍ ୟେସ୍। ତ ଏଇଟା ହେଲା ମୋର ଓନ୍ ରିସର୍ଚ୍ଚ ଟପିକ ଯୋଉଟା କି ମୁଁ ଆପଣ ମାନଙ୍କୁ ସେୟାର କଲି। ଆଶା କରେ ମୁଁ ଆପଣଙ୍କୁ ଏଗୁଡା ସବୁ ବୁଝି ଆସିଥିବ। ଆଜିର ଏଇ ପଞ୍ଚାଙ୍ଗ ସେସନ ପାଇଁ ଏତିକି। ଆଉ ପୁଣି ଆମେ ଏମିତି ତିଥି କରିଚାଲିବା ଯେପର୍ଯ୍ୟନ୍ତ ଆପଣଙ୍କ ଡାଉଟ କ୍ଲିୟର ନ ହେଇଛି, ଏମିତି କରିଚାଲିବା। ଆପଣ ଯଦି ସିରିୟଲି ଦେଖିବେ, ଆପଣ ଯଦି କିଛି ଡାଉଟ ରହିବା ତାହେଲେ ଆସି ମତେ କହିବେ। କାରଣ ମୁଁ ଗୋଟେ ଏତେ ବଡ ଶ୍ଲୋକ, 20ଟା ଶ୍ଲୋକକୁ ମୁଁ ସମରାଇଜ କରିବି, ତାକୁ ଷ୍ଟ୍ରେଟ ୱେରେ ନିଜେ ରିସର୍ଚ୍ଚ କରିବି କଣ କହିଛି ସେଠାରେ, ନିଜେ ବୁଝିବି ଆଉ ତମକୁ ବୁଝେଇବି। ମୁଁ ଭଗବାନ ନୁହଁ କି ଜ୍ଞାନୀ ନୁହଁ, ମୁଁ ହଲି ମାନେ ମୋର ଏତେ ନଲେଜ ନାହିଁ, ମୁଁ ସେଟା ରିସର୍ଚ୍ଚ କରିବି ତାପରେ ତମକୁ କହିବି। ତେଣୁ ଏ ରିସର୍ଚ୍ଚ ଗୁଡାକ ମାନେ ଯଦି ନ ମନେ ରଖିବ, ଆଗକୁ ଯାଇକି କିଛି ଲାଭ ହବନି, ଖାଲି ଭିଡିଓ ଦେଖିବା ସାର ହବ। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।